ଖପ୍ରାଖୋଲ ବ୍ଲକର ଲାଛିମଲ ଗାଁର କିଛି ଉଦ୍ଧାର ହୋଇଥିବା ବନ୍ଦା ଶ୍ରମିକ ନିଜ ବ୍ଲକର ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି। କାରଣ ପ୍ରଶାସନ ସେମାନଙ୍କୁ କେବଳ ଉଦ୍ଧାର କରି ଛାଡ଼ିଦେଇ ନାହିଁ, ବରଂ ସେମାନଙ୍କୁ ତୁରନ୍ତ ସରକାରୀ ଯୋଜନାର ଲାଭ ପହଞ୍ଚାଇ ଦେଇଛି। ଘଟଣାଟି ହେଉଛି ଯେତେବେଳେ ଏହି ଶ୍ରମିକମାନେ ନିଜର ଉଦ୍ଧାର ପ୍ରମାଣପତ୍ର ବା ଯାହାକୁ ଆମେ ରେସ୍କ୍ୟୁ ସାର୍ଟିଫିକେଟ୍ କହୁଁ ତାହା ଧରି ବ୍ଲକ ଅଫିସରେ ପହଞ୍ଚିଲେ ସଙ୍ଗେ ସଙ୍ଗେ ଗୋଟା ଆକ୍ସନ୍ ହେଲା। ଆମେ ଯାଇଥିଲୁ ଆଜ୍ଞା ପ୍ରଦେଶ ତାମିଲନାଡୁ ଇଟା ଗଢ଼ବାର୍ ଲାଗେ। ସେନୁ ମାଲିକ ବହୁତ ଦୁଃଖ ଶାସ୍ତି ଦେଲା, ଆମକେ ବହୁତ କଷ୍ଟ ଦେଲା, ଦିନ ରାତି କାମ କରାଲା, ଦିନ ରାତି ଖଟେଇ କରି ଆଜ୍ଞା ଆମକେ ପିଟା ମରା ବି କରି ବସଲା। ତାହିଁରୁ ଆମେ ସରକାରକେ ଜଣାଲୁ ଆଜ୍ଞା। ସରକାରକେ ଜଣାଲୁ ଯେତେବେଳେ ଆମକୁ ଉଦ୍ଧାର କଲେ ଆଜ୍ଞା, ସରକାର ଆମକୁ ଉଦ୍ଧାର କଲେ। ସରକାର ଉଦ୍ଧାର କରିକି ଆମକେ ଆମର ଘରକେ ଆନିକରି ଛାଡ଼ିଲେ। ଆମର ଘରକେ ଆନିକରି ଛାଡ଼ି କରି ଆମେ ହେତକେ ଘରକେ ଛାଡ଼ିଦେଲେ ଆଜ୍ଞା। ଆମେ ବିଡିଓ ସାର୍ ନେଇ ଗଲୁ, ବିଡିଓ ସାର୍ ନେଇ ଗଲୁ ଆଜ୍ଞା। ଘର ଦ୍ୱାର ଆମର ନେନ ଆର ଘର ଦ୍ୱାର ଟିକେ ଆମକେ ମିଲୁ ଆଜ୍ଞା ବୋଲି ବିଡିଓ ସାର୍କେ ଜଣାଲୁ। ତେଣୁ ବିଡିଓ ସାର୍ ଦେଲେ ଆଜ୍ଞା ଆମକେ ଘର ଗୋଟେ ଗୋଟେ ଦେଇଛନ୍। ଏଟା ଅଧା ଲେଖା କରିଛୁଁ। କିଛି ଦିନ ପୂର୍ବରୁ ଆମର ଯୋଉ ବଣ୍ଡେଡ ଲେବର ମାନେ ରେସ୍କ୍ୟୁ ହେଇଥିଲେ, ଯୋଉମାନେ ସେମାନେ ତାଙ୍କର ସାର୍ଟିଫିକେଟ ରେସ୍କ୍ୟୁ ସାର୍ଟିଫିକେଟ ସହିତ ସେମାନେ ମତେ ଆପ୍ରୋଚ କରିଥିଲେ। ତ ଆମର ଅନ୍ତର୍ଦୟ ଗୃହ ଯୋଜନାରେ ଆମେ ସେମାନଙ୍କୁ ସମସ୍ତଙ୍କୁ ଯୋଉମାନେ ମତେ ଆପ୍ରୋଚ କରିଥିଲେ ସେମାନଙ୍କୁ ସମସ୍ତଙ୍କୁ ଆମେ ଅନ୍ତର୍ଭୁକ୍ତ କରିଛୁ ଏବଂ ତାଙ୍କୁ ୱାର୍କ ଅର୍ଡର ବି ମଧ୍ୟ ଅନରେବୁଲ ଡେପୁଟି ଚିଫ ମିନିଷ୍ଟରଙ୍କ ହାତରେ ଦିଆଯାଇଛି। ସେମାନେ ସେମାନଙ୍କ ଘର ବି ମଧ୍ୟ ତାଙ୍କର ଆକାଉଣ୍ଟରେ ବି ପଇସା ଫର୍ଷ୍ଟ କିସ୍ତି ସେମାନେ ପାଇସାରିଛନ୍ତି। କେଜିଏଲ ଉପରେ ଆମର ତ ଦମେଇପାଲି, ପଡିଆ ବାହାଲ ଏବଂ ଭାନପୁର ଜିପିରୁ ଆରାଉଣ୍ଡ ଆମେ 20 ରୁ 25 ଜଣଙ୍କୁ ଏବେ ଆମେ ଅନ୍ତର୍ଭୁକ୍ତ କରିଛୁ ଅନ୍ତର୍ଦୟ ଗୃହ ଯୋଜନାରେ। ଆଗାମୀ ଦିନରେ ବି ମଧ୍ୟ କିଛି ଜଣ ଆମର ବେନିଫିସିଆରୀ ଆସିଥିଲେ ବଣ୍ଡେଡ ଲେବର ଯୋଉମାନେ ଅଛନ୍ତି ସେମାନଙ୍କ ଆପ୍ଲିକେସନ ବି ଆମେ ରଖିଛୁ, ଅନ ହୋଲ୍ଡ ରଖିଛୁ। ନେକ୍ସଟ ଯେତେବେଳେ ଟାର୍ଗେଟ ଆସିବ ଆମେ ତାଙ୍କୁ ଅନ୍ତର୍ଭୁକ୍ତ କରିବୁ। ଆଉ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରିବାର ଅର୍ଥ ହେଉଛି ସମାଜର ସବୁଠାରୁ ତଳ ସ୍ତରରେ ଥିବା ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା। ଏହା ସେମାନଙ୍କର ଆଇନଗତ ଅଧିକାର, ଯାହା ପ୍ରଶାସନକୁ ଆକ୍ସନ ମୋଡକୁ ଆଣିବାକୁ ବାଧ୍ୟ କରେ। ଆଉ ଖପ୍ରାଖୋଲ ବ୍ଲକର ଅଧିକାରୀମାନେ ପ୍ରକୃତିରେ ତା ହିଁ କରିଛନ୍ତି। ଘର ତ ମିଳିଗଲା, ମୁଣ୍ଡ ଉପରେ ଛାତ ଆସିଗଲା, କିନ୍ତୁ କେବଳ ଛାତ କ'ଣ ପେଟକୁ ଭାତ ଦେଇପାରିବ? ଉଦ୍ଧାର ହୋଇ ଆସିଥିବା ଲୋକ ପାଖରେ ତ ପଇସାଟିଏ ବି ନଥିବ। ସେ କାଲି ସକାଳେ କ'ଣ ଖାଇବ? ତେଣୁ ପ୍ରାଥମିକ ସହାୟତା ପରେ ଆମକୁ ଏବେ ସ୍ଥାୟୀ ଜୀବିକା ବା ସଷ୍ଟେନେବୁଲ ଲାଇଭଲିହୁଡ ଉପରେ କଥା ହେବାକୁ ପଡ଼ିବ। ନିହାତି ଭାବେ ସେମାନଙ୍କର ଏଇ ଘର ପାଇବା ସହିତ ସେମାନଙ୍କର ଲାଇଭଲିହୁଡ ସଷ୍ଟେନେବୁଲ ଲାଇଭଲିହୁଡ କେମିତି ପାଇପାରିବେ ସେ ବ୍ୟବସ୍ଥା ବି ମଧ୍ୟ ଆମେ କରୁଛୁ। ଏବେ ଆପଣ ଜାଣିଛନ୍ତି ଭିଭିଜି ରାମଜିରେ ଆମର ଏହି ବଣ୍ଡେଡ ଲେବର ମାନେ ଯୋଉମାନେ ରେସ୍କ୍ୟୁ ହେଇଛନ୍ତି ସେମାନଙ୍କୁ ମଧ୍ୟ ଜବ କାର୍ଡ ତାଙ୍କୁ କରାଯାଇ ତାଙ୍କର ଯୋଉ ଇଣ୍ଡିଭିଜୁଆଲ ଆସେଟ ସେମାନେ ଯୋଉଟା ବି ଚାହୁଁଛନ୍ତି, ଫର ଏକ୍ସାମ୍ପଲ ଯେମିତି ପୋଲ୍ଟ୍ରି ଫାର୍ମ ହେଲା କିମ୍ବା ଗୋଟ ସେଡ୍ ହେଲା, କ୍ୟାଟେଲ ସେଡ୍ ହେଲା କିମ୍ବା ଡଗୱେଲ ହେଲା, ଏସବୁ ଜିନିଷ ସେମାନଙ୍କୁ ମଧ୍ୟ ଇଣ୍ଡିଭିଜୁଆଲ ଆସେଟ୍ ମଧ୍ୟ ଦିଆଯିବ। ତା ସହିତ କମ୍ୟୁନିଟିର ବି ଯୋଉ କାମ ମାନେ ଆମର ଗାଁରେ ହଉଛି, ଟ୍ୟାଙ୍କ କାମ ହେଲା କିମ୍ବା ରୋଡ ହେଲା, ତ ଭିଭିଜି ରାମଜିରେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ତା ସହିତ ଆମେ ନିହାତି ଭାବେ ଚେଷ୍ଟିତ ରହିବୁ ଅନ୍ୟ ଡିପାର୍ଟମେଣ୍ଟ ଯେମିତିକି ହର୍ଟିକଲଚର ହେଲା, ଏଗ୍ରିକଲଚର ହେଲା କିମ୍ବା ଭେଟେନାରୀ ତରଫରୁ ଯଦି ବି କିଛି ସ୍କିମ୍ ଆସୁଛି ତ ସେମାନଙ୍କୁ କେମିତି ଆମେ ଅନ୍ତର୍ଭୁକ୍ତ କରିପାରିବୁ ସେ ବ୍ୟବସ୍ଥା କରିବୁ। ଆମର ମେନ୍ ଫୋକସ୍ ଅଛି କି ସେମାନେ ଯେମିତିକି ଆଗକୁ ଇଣ୍ଟରଷ୍ଟେଟ୍ ଡିଷ୍ଟ୍ରେସ୍ ମାଇଗ୍ରେସନରେ ନ ଯାଆନ୍ତୁ ଏବଂ ଏଇଠି ରହିକି ସେମାନେ ତାଙ୍କର ସଷ୍ଟେନେବୁଲ ଲାଇଭଲିହୁଡ ଅନ୍ କରନ୍ତୁ। ଆମେ ଜାଣୁ ଯେ କେହି ଖୁସିରେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଏ ନାହିଁ। ଯଦି ପ୍ରଶାସନ ତାକୁ ନିଜ ଗାଁରେ ରୋଜଗାରର ମାଧ୍ୟମ ଦେଇଦେବ, ତେବେ ସେ କାହିଁକି ବାହାରକୁ ଯିବ? ମାନେ ଏହି ପୂରା ଯୋଜନାଟି କେବଳ ଜଣେ ଲୋକର ଦାରିଦ୍ର୍ୟ ଦୂର କରୁନାହିଁ, ବରଂ ପୂରା ଦାଦନ ପ୍ରଥାର ମୂଳୋତ୍ପାଟନ ପାଇଁ ଏକ ଦୀର୍ଘସ୍ଥାୟୀ ସମାଧାନ ତିଆରି କରୁଛି।